କହିଥିଲି କହୁଛି, କହିବା ମୋ ଧର୍ମ। ଏଣୁ ବନ୍ଧୁ ବୃହସ୍ପତି ଚଳନ ଆମେ ପୂର୍ବରୁ କହିଥିଲେ ମେଷ, ବୃଷ, ମିଥୁନ, କର୍କଟ ଉପରେ। ଆଜି କହିବା ବୃହସ୍ପତିଙ୍କର କଲ୍ୟାଣ ସିଂହ ରାଶି ଉପରେ କେତେ ପରିମାଣରେ ଅଛି। ସିଂହ ପାଖରୁ ଯଦି ଗଣିବା ତେବେ ମିଥୁନ ରାଶି ହେବ 11, ଅର୍ଥାତ୍ ମେ 14 ପରେ ସିଂହ ରାଶିର 11 ବୃହସ୍ପତି ହେବେ। ଏକାଦଶସ୍ଥା ସର୍ବେ ଗ୍ରହା ଫଳଦା ହୁଅନ୍ତୁ। ଏକାଦଶରେ ଥିଲେ ସମସ୍ତ ଗ୍ରହ ସୁଫଳ ପ୍ରଦାନ କରନ୍ତି। ଇଏ ତ ଦେବଗୁରୁ, ଏଣୁ ଏ ଅବଶ୍ୟ ମଙ୍ଗଳ କାମନା କରିବେ। ସିଂହ ରାଶିର ଅଧିପତି ରବି, ବୃହସ୍ପତି ତାଙ୍କର ମିତ୍ର। ମିତ୍ର ଯଦି ଭଲରେ ରହିବେ, ଉଚ୍ଚମନା ହେବେ, ଉଚ୍ଚସ୍ଥ ହେବେ, ଭଲ ରୋଜଗାର କରିବେ, ତେବେ ଅବଶ୍ୟ ଦୟା କରିବେ ନା। ଏଣୁ ବୃହସ୍ପତିଙ୍କ କଲ୍ୟାଣରୁ ଉତ୍ତର ଫାଲ୍ଗୁନୀ ସିଂହ ଯଥେଷ୍ଟ ବେଶୀ ରୋଜଗାର କରିବେ। ବୃହସ୍ପତି ମହାଶୟ ଉତ୍ତର ଫାଲ୍ଗୁନୀ ନକ୍ଷତ୍ର ସମ୍ପନ୍ନ ସମସ୍ତ ବ୍ୟକ୍ତିଙ୍କ ହାତରେ ଏକ ସୁନା ଅଣ୍ଡା ଦିଆ କୁକୁଡ଼ା ଧରାଇ ଦେବେ। ସେମାନେ ଏତେ ଅଧିକ ରୋଜଗାର କରିବେ, ଏତେ ଅଧିକ ଅର୍ଥ ପନ୍ଥା ଖୋଲିଯିବ, ଯହିଁରେ ଖାଲି ଲାଭ 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 ହେବ। ସେ ଏ ଅର୍ଥରେ ନିଜ ପରିବାରକୁ ସୁଖରେ ପ୍ରତିପୋଷଣ କରିସାରିଲା ପରେ ବି କିଛି ଅର୍ଥ ବଳକା ରହିବ ଓ ସେ ଏ ଅର୍ଥରେ ସୁବର୍ଣ୍ଣ ବା ଭୂମି କ୍ରୟ କରିପାରିବେ ବା ପୂର୍ବରୁ କରିଥିବା ଋଣକୁ ପରିଶୋଧ କରିବେ। ଏପରି ଏକ ଶୁଭ ସମୟ ଆସିବ ଉତ୍ତର ଫାଲ୍ଗୁନୀ ସିଂହ ରାଶି ପାଇଁ। ମାତ୍ର ମଘା ଓ ପୂର୍ବ ଫାଲ୍ଗୁନୀକୁ ଇଏ କଲ୍ୟାଣ ମିଳିବ ନାହିଁ। ଦେଖିବା, ବୃହସ୍ପତି ତ ମିତ୍ର, ରବିଙ୍କର ମିତ୍ର, ସିଂହ ରାଶିର ମିତ୍ର, ସେ ମଘାକୁ କ'ଣ ଦେବେ? ଦ୍ରବ୍ୟ ହାନି। ସେ ଦ୍ରବ୍ୟ ଯୋଗେଇ ଦେବେ, ଲାଭରେ ନେବେ, କିନ୍ତୁ ମଘା ପାଇଁ ଦ୍ରବ୍ୟ ହାନି। କେମିତି କ'ଣ? ହାତରୁ ତ କାଚ ଗ୍ଲାସଟା ପଡ଼ିଯିବ, ଭାଙ୍ଗିଯିବ, ହାତରୁ ପଇସା ପତ୍ର ଚାଲିଯିବ। ତେଣୁ ଟିକେ ହୁସିଆର। କ'ଣ ଲେଖା ହେଲା? ଯଦି ଜାତକର ମଘା ସିଂହ, ତେବେ ଦ୍ରବ୍ୟହାନି ହେବ। କଥାଟି କର୍ଣ୍ଣକଟୁ ହେଲେ ବି ସତ୍ୟ। ଯଦି ଜାତକରେ ଗୁରୁଙ୍କ ସ୍ଥିତି ଠିକ୍ ଠାକ୍ ଥାଏ, ଯାହା ମୁଁ ଟିକେ ପୂର୍ବରୁ କହିଲି, ଉତ୍ତର ଫାଲ୍ଗୁନୀ ସିଂହ ପାଇଁ ପଦେ କହିବାକୁ ଭୁଲିଗଲି ଯେ ଯଦି ଜନ୍ମ ଜାତକରେ ବୃହସ୍ପତି କେନ୍ଦ୍ରାଧିପତି ନ ହୋଇଥିବେ, କେନ୍ଦ୍ରାଧିପତି ବୃହସ୍ପତି ହିଁ ଅପରାଧୀ, କିଛି ଭଲ ଫଳ ଦେଇପାରନ୍ତିନି, ତେବେ ଉତ୍ତର ଫାଲ୍ଗୁନୀ ନକ୍ଷତ୍ରର ବିଶେଷ ମଙ୍ଗଳ ହେବ। ଯାହା ଜାତକରେ ବୃହସ୍ପତି ଭଲ ସ୍ଥାନରେ ଥିବେ, ଉଚ୍ଚରେ ଥିବେ, କର୍କଟରେ ଥିବେ, ସ୍ୱଗୃହରେ ଥିବେ, ମୀନରେ ବା
ଧନୁରେ ଥିବେ, ମିତ୍ର ଘରେ ଥିବେ ମାନେ ପିଛାରେ ବା ମେଷରେ ଥିବେ ବା ସିଂହରେ ଥିବେ। ଯଦି ଲଗ୍ନରେ, ଚତୁର୍ଥରେ, ସପ୍ତମରେ, ଦଶମରେ, ପଞ୍ଚମରେ ଓ ନବମରେ ଥିବେ ତାହେଲେ ଉତ୍ତର ଫାଲ୍ଗୁଣୀ ସିଂହ ରାଶିଙ୍କର ବିଶେଷ ମଙ୍ଗଳ ହେବ। ଏଇଭଳି ସ୍ଥାନରେ ଥିଲେ ମଘା ସିଂହର ସେତେ ହାନି ହେବନି, ସେତେ ଦ୍ରବ୍ୟ ନଷ୍ଟ ହେବନି। ଯଦି ସେ ଅଷ୍ଟମାଧିପ ବା ଅଷ୍ଟମ ତୃତୀୟ ଦ୍ୱାଦଶରେ ଥିବେ, ଶତ୍ରୁ ଶୁକ୍ର ବୋଲେ ବୃଷ ଓ ତୁଳାରେ ଥିବେ, ବୁଧ ମାନେ କନ୍ୟା ଓ ମିଥୁନରେ ଥିବେ, ତାହେଲେ ଭଲ ଫଳ ଦେବେନି, ଏଇଠି ଦ୍ରବ୍ୟହାନି ହେବ। ତେଣୁ ମଘା ସିଂହ ବ୍ୟକ୍ତିଙ୍କ ଜାତକରେ ଗ୍ରହ ସ୍ଥିତିକୁ ନେଇ ଆପଣ ଟିକେ ବିଚାର କରିବେ, ଦ୍ରବ୍ୟହାନି ହେବ। ଅର୍ଥାତ୍ କୃଷକଙ୍କର ଶସ୍ୟ ବନ୍ୟା ବାତ୍ୟାରେ ନଷ୍ଟ ହେବ, ପଥିକଙ୍କର ଧନ ବାଟରେ ହଜିଯିବ ବା ଡକାୟତ ହେଇଯିବ, ଗୃହସ୍ଥଙ୍କର ଘରୁ ଚୋରି ହେଇଯାଇପାରେ। ମଘା ସିଂହତା କହୁଛି ଶତ୍ରୁ ଉଦୟ ହେବେ। କୁହାଯାଏ କେଳା ନିଏ ଭଣ୍ଡି, ରାଜା ନିଏ ତଣ୍ଡି। ଏମିତି ସମୟ ଆସି ପହଞ୍ଚିବ ଯେଉଁ ଅଯୋଗ୍ୟ, ଅପଦାର୍ଥ, ଅନଭିଜ୍ଞ ସେମାନେ ଆସି ଭଣ୍ଡି କିଛି ମନ ଭୁଲାଣିଆ କଥା କହି ପାଖରୁ ପଇସା ଧନ ନେଇଯିବେ। ଭୁଲ ଭାଲ କାମ କରିବେ ତ ରାଜକୀୟ ଦଣ୍ଡ ମିଳିଯିବ ନା। ରୋଗ ବ୍ୟାଧି ଯୋଗୁଁ ବି ଅର୍ଥ ବୃଥା ହେଇପାରେ। ଟାଉଟର ପଡ଼ୋଶୀ, ଠକ ବନ୍ଧୁ, ଅଯୋଗ୍ୟ ପୁତ୍ର, ଲୋଭୀ ଜ୍ୱାଇଁ, ବୃଥା ଖର୍ଚ୍ଚ କରୁଥିବା ପତ୍ନୀ ଓ ନିଶାଖୋର ସ୍ୱାମୀ, କଳହୀ ଭାଇ ଭଉଣୀମାନଙ୍କ ପାଇଁ ପ୍ରାୟ ସମୟରେ ବହୁ କ୍ଷୟକ୍ଷତି ହେବ। ଏଥର ଏହି ବୃହସ୍ପତି ଚଳନ ଯୋଗୁଁ ମଘା ସିଂହ ଜାତକର ବହୁ ସମୟରେ ଦ୍ରବ୍ୟହାନି ହୋଇଯାଇପାରେ। ଏହା ଜାଣି ଏହି ଜାତକ ଏହି ନକ୍ଷତ୍ର ଯେଉଁମାନଙ୍କର ସେମାନେ ଏବେଠାରୁ ଜାଣିଗଲେ, ମଘା ନକ୍ଷତ୍ର ବାଲା ଜାଣିପାରିଲେ ତାଙ୍କର ଦ୍ରବ୍ୟହାନି ହେବ। ଆମ ଯଦି ଏବେଠୁ ହୁସିଆରି ହେବା, ମାନେ ଆମର ରୋଜଗାରଟାକୁ, ଆୟଟାକୁ ଉଚିତ ମାର୍ଗରେ କରିବା ଓ ପାରିବା ତ ସତ୍ପାତ୍ର ଦାନ ଦେବା, ପରୋପକାର କରିବା, ସେବା କରିବା, ଧର୍ମ କାର୍ଯ୍ୟ କରିବା, ଦ୍ରବ୍ୟହାନି ହେବନି। ଦ୍ରବ୍ୟହାନି ହେବ କେମିତି? ଡାଲିରେ ଘିଅ ଢାଳି ହେବ, ଏ କ'ଣ ହାନି ହେଲା? ଅବଶ୍ୟ ଘିଅ ରହିଥାନ୍ତା, ଟିକେ ଆମେ ସନ୍ଧ୍ୟା ଦେଇଥାନ୍ତେ, ହୋମ ଯାଗ ଯଜ୍ଞ କରିଥାନ୍ତେ, ସେଟା ହେଇପାରିଲାନି। ଆଉ ମାନେ ପିଲାଙ୍କ ପଢ଼ାରେ ଖର୍ଚ୍ଚ ହେବ, ଜମି କିଣାରେ ଖର୍ଚ୍ଚ ହେବ, ଆଉ ସ୍ୱାସ୍ଥ୍ୟ ପାଇଁ ଔଷଧ କିଣା ହେବ, ଏଠି ହାନି ହେଲାନି। ତେଣୁ ଭଲ ଚିନ୍ତା କଲେ ଭଲ ଫଳ ମିଳିବ। ଆସନ୍ତୁ ଯିବା ପୂର୍ବ ଫାଲ୍ଗୁନୀ ସିଂହ ରାଶି ପାଖକୁ। ଦୁଃଖ ତ ବହୁବିଧ ନା। କାହାର କି ପ୍ରକାର ଦୁଃଖ? ଶାରୀରିକ, ମାନସିକ, ପାରିବାରିକ, ସାମାଜିକ, ଆର୍ଥିକ, ବନ୍ଧୁଗତ, ପୁତ୍ରଗତ, ହେଲା, ଏମିତି ନାନାବିଧ ଦୁଃଖ ଅଛି। ପୂର୍ବ ଫାଲ୍ଗୁନୀ ବୋଇଲେ 11 ନକ୍ଷତ୍ରକୁ ଦୁଃଖ ଅଛି। ଏକାଦଶ ବୃହସ୍ପତି, ସେ ଦୁଃଖ ସେତେ ମାରାତ୍ମକ ହେବନି। ଦେଖନ୍ତୁ, ଏକାଦଶ ବୃହସ୍ପତି ବଡ଼ ସରାଗର ସହିତ ସମସ୍ତେ ଖୁସିରେ ଥିବେ। ସିଂହ ରାଶିକି ବୃହସ୍ପତି ରଜା କରିଦେବ। କିନ୍ତୁ ମଘା ସିଂହ କଥା କହିଲେ ଦ୍ରବ୍ୟହାନି, ପୂର୍ବ ଫାଲ୍ଗୁନୀ ହେଲା ଦୁଃଖ। ତେଣୁ କେଉଁ ଗ୍ରହ ଚଳିଲେ, ଏକାଦଶ ହେଲେ ଯେ ଭଲ ଫଳ ମିଳିବ,
से आशा न करी आमे देखिबा आम जातकरे ग्रह स्थिति किभଳି अछि से केते कुफल बा सुफल देवे। तेणु पूर्वफल नक्षत्र दुख आसो देखा सिंह राशि एकादश बृहस्पति समस्त प्रकार शुभ कार्य होगा कथा किंतु सब प्रकार समाधान न होई सब प्रकार लाभरे ग्रहण लग पूर्व फाल्गुनी नक्षत्र को शुभ लाभ मिलिब नाही जदि बृहस्पति जन्म जातकरे शुभरे थिबे तेबे हेबाकु थिबा दुख कम हेबो जदि अशुभरे थिबे ताहाले दुख बढ़ी जीवो। एकादश बृहस्पति हेले भी दुख बढ़ी जीवो जदि जातकरे अष्टमरे तृतीय द्वादशरे बृहस्पति थिबे शत्रु गृह थिबे माने मीनरे कि वृषरे नहीं वृषरे बा तुलारे थिबे बा मिथुनरे बा कन्यारे थिबे ताहले दुख बढ़ी जीवो। तेणु दुख बहुविध अच्छी आलोचना करवा केवल कहली मु शारीरिक मानसिक आर्थिक सामाजिक भौतिक दैविक पारिवारिक लौकिक इत्यादि जातक बृहस्पति स्थिति को नहीं ये दुख केते हब कौन हब ता विचार करवा। कपाल लिखितम भाग्यम निंदा निंद्यम शुभाशुभम अधितम विधिना सर्वम रहस्यन कर्मणा ये हूँ से कथा कर्मानुसार फलम जेभଳି कर्म करेंगे से फल पाइबे। जदि आपण भावे जे मोर तो पूर्व फाल्गुनी सिंह मु तो भूल काम करिनी लांच नहींनी मिछ कहनी चोरी करिनी अधर्म करिनी पाप करिनी मोर कहीं दुख हम हबन ताले जदि आपण ना ना मन जाने पाप तेणु जदि आपण भल बृहस्पति केबे खराब फल देवनी। तेणु से गोटे कथा मन रखिथे गीतारे श्रीकृष्ण कही अर्जुन को कर्मण्ये बाधिकारस्ते माँ फलेषु कदाचन आमको आमर कर्म फल भोगिया पड़ो। आम अतीत केते बेले केमिति भूल काम कर देछे स्वार्थर परवश होई तेणु से दुख आमको आसी नथिला जाए भल फल थिला भल समय थिला तेणु एबे आसीगला आमको तो भोगिया पड़ो ना जे न्याय गिले से अंगार हगे। हाँ सुतरां एबे कौन करवा बेले हम सावधान ही जिबा। श्रद्धा और भक्ति विश्वास रे श्रद्धा भक्ति और विश्वास रे हनुमान शरणापन्न हेबा मंत्र ने पढ़ा ओं हं हनुमत रुद्रात्मकाय ओं फट स्वाहा ओं हं हनुमत रुद्रात्मकाय ओं फट स्वाहा। बंधु आप जानती तुलसीदास जो लिखते हनुमान चालीसा से गोटे भूत गोटे अतृप्त आत्मा को देखी डरीगले स्वतंत्र भाव तक बाटर बाहर पड़ा जे हनुमान ज्ञान गुण सागर जे कपि सुतिम लोक उजागर जे अतुलित बल धामा इति बाटर बाहर पड़ा से देखा आरम्भ कले हनुमान हनुमान हनुमान। तेणु हनुमान को शरणापन्न हूँ चालीसा पढ़ु तो दुख आसो संकट कटे मिटे सब पीरा जो सुमरी हनुमत वीरा सबू संकट दूर। बंधु आज आम आलोचना कले एकादश बृहस्पति माने सिंह राशि विषय सिंह राशि उत्तर फल नक्षत्र अधिक रु अधिक सुख साहाय्य शांति पाइबे किंतु मघा और पूर्व फाल्गुनी 10 नक्षत्र 11 नक्षत्र से किसी फल फल पाइबे। बंधु नमस्कार।